ଗୋଲାପ ଗଛରେ ଦେଖିବେ ତାର ମୂଳରୁ କିଛି ଗ୍ରୋଥ୍ ପାର୍ଟ ବାହାରେ ଆଉ ସେ ଗ୍ରୋଥ୍ ପାର୍ଟ ଗୁଡ଼ାକ ରହିକା ଏମିତିକା ପୁରା ମୋଟା ମୂଳ ହେଇଯାଏ। ଆଉ ସେଇ ମୂଳକୁ ରଖିଲା ମାନେ ଆପଣଙ୍କ ଗଛ ଶୁଖିକି ଆରମ୍ଭ ହେଇଯିବ ନଷ୍ଟ ହବା। ମାନେ ସେଇଠୁ ଫଙ୍ଗସ୍ ବି ମଧ୍ୟ ଲାଗିଥାଏ। ତ ସେ ମୋଟା ମୂଳକୁ ଆଜି ମୁଁ ବାହାର କରି ଆଣିଲି। ଯେହେତୁ ଏଇଟା ଗୋଟେ ଡ୍ୟାମେଜ୍ ପାର୍ଟ ଗଛର ଥିଲା ଆଉ ଗଛର ଗ୍ରୋଥ୍ ବି ମଧ୍ୟ କମଉଥିଲା। ତ ସେଥିପାଇଁକା ଏଇଟାକୁ ବାହାର କରିକି ନେଇ ଆସିଲି। ଆଉ ଏଟାକୁ ମୁଁ ଫିଙ୍ଗିବିନି ଏବେ। ତ ୟା ଦେହରୁ ବି ମଧ୍ୟ କିଛିଟା ଚାରା ବନେଇବି। ଯେହେତୁ ଗୋଲାପ ଫୁଲର ମାନେ ଚାରା ଏବେ ମୁଁ ବହୁତ ସାରା ବନେଇକି ବି ମଧ୍ୟ ରେଡ଼ି କରିସାରିଲିଣି। ଛୋଟ ଛୋଟ 2 ଇଞ୍ଚ 3 ଇଞ୍ଚର ଡାଳରୁ। ତ ଏଇଟା ବି ମଧ୍ୟ ଲାଗିକି ବହୁତ ବଢ଼ିଆ ସେ ଗଛ ହେଇଯିବ। ଆଉ ଏଇଟା ହେଉଛି ହାଇବ୍ରିଡ଼ ଭେରାଇଟି। ସେଥିପାଇଁକା ଫିଙ୍ଗିବାକୁ ଇଚ୍ଛା ହିଁ ହେଲାନି। ଭାବିଲି ୟା ଦେହରୁ ଚାରା ବନେଇଦେବି। ତ ଡାଳଟା ଦେଖିପାରୁଥିବେ ପୁରା ମାନେ ମୂଳରୁ ଆସି ଆଉ ଏଇଟା ହେଉଛି କ'ଣ କହିଲେ ପୁରା ମୋଟା ଭାଗ ରହୁଛି ଆଉ ଏଇଟା ବି କଞ୍ଚା ବି ଅଛି। ଯଦି ଏଇଟା ଶୁଖି ହେଇଥାନ୍ତା ତାହେଲେ ମୁଁ ଏଇଟା ଫିଙ୍ଗି ଦେଇଥାନ୍ତି। ଆଉ ଏଇଟା ଯେହେତୁ କଞ୍ଚା ଅଛି ସେଥିପାଇଁ ଫିଙ୍ଗିବାକୁ ଜମା ଇଚ୍ଛା ହେଲାନି। ତ ତାକୁ ନେଇ ଆସିଲି। ନେଇ ଆସିକିରି ହେଉଛି ଯେହେତୁ ପୁରା ସାଇଜିଆ କଟା ହେଇଥିଲା ସେଥିପାଇଁ ଆଉ କାଟିଲିନି। ତା ଦେହରେ ଏଲୋଭେରା ଦେଇଦେଲି। ଆଉ ଟିକେ ତାର ଉପରେ ବି ମଧ୍ୟ ଏଲୋଭେରା ଟିକେ ଫଙ୍ଗସ୍ ନ ଲାଗିବ ଯେମିତି ତା ଦେହରେ ଟିକେ ଏଲୋଭେରା ହାଲକା ଘଷିଦେଲି ଜେଲ୍। ତାପରେ ମୋର ଗ୍ରୋ ବ୍ୟାଗ୍ ନେଲି। ଗ୍ରୋ ବ୍ୟାଗ୍‌ଟା ପୁରା ମିଡ଼ିୟମ୍ ସାଇଜ୍ ନେଇଛି। ତା ମାପ ଅନୁସାରେ ହୋଲ୍ କରିଦେଇକି ତାକୁ ଭଲ ଭାବରେ ମାନେ ମାଟି ଚାପ ଦେଇଦେଇକି ପୋତିଦେଲି। ଯେମିତିକା ଟାଇଟ୍ ହେଇକି ରହିବ। ତ ଏଇଟା ଏଇ ଯେଉଁ ଗୋଲାପଟା ନା ଏଇଟା ହେଉଛି ମାନେ କ'ଣ କହିଲେ ଗଛ ମୁଁ ଫୁଲ ପାଇବା ପାଇଁ ମୁଁ ଏଇଟା କରୁନି। ଏଇଟା ଟିକେ ବଂସାଇ ପାଇଁ ମୁଁ ଏଇଟା କରୁଛି। କାହିଁକିନା ଏଇଟା ଯେମିତି ପ୍ରୁନ୍ କରାହେଇଛି ତାର ପୁରା ଦେଖାହେଉଛି ବହୁତ ହି ଅଜବ ଟାଇପ୍‌ର। ମାନେ କ'ଣ କହିଲେ ଏଇଟାର କୁଆଁ ଯେତେବେଳେ ଗ୍ରୋଥ୍ ପାର୍ଟ ବାହାରିବ ନା ସେତେବେଳେ ପୁରା ବଂସାଇ ଲୁକ୍‌ରେ ହିଁ ବାହାରିବ। ଭାରି ସୁନ୍ଦର ଲାଗିବ। ତ ସେଥିପାଇଁ ଭାବିଛି ସେମିତି ହିଁ କରିବି। ଏଇଠି କିଛି ଚାରା ବି ବନେଇଛି ଦେଖ ସବୁ ବଢ଼ିଆ ସେ ଗ୍ରୋଥ୍ ପାର୍ଟ ବାହାରିଲାଣି। ମାନେ କ'ଣ କହିଲେ ନୂଆ ନୂଆ କଅଁଳିଛି ଏବେ ପତ୍ର। ଏଇଗୁଡ଼ାକ ଥିଲା ମୋର 3 ଇଞ୍ଚର ଡାଳ। ଆଉ ସେଗୁଡ଼ାକ ବି ବହୁତ ଛୋଟ ଛୋଟ ଆଉ ବହୁତ ବଢ଼ିଆ ସେ କଅଁଳିକି ପତ୍ର ଗୋଟେରେ କଢ଼ ଆସିଛି। ଆଉ ବାକି 2ଟା ଏଇ ଗ୍ରୋ ବ୍ୟାଗ୍‌ରେ ଯେଉଁ ଲାଗିଛି ସେଥିରେ କଢ଼ ଆସିନି। ଏଇଟା ଯେଉଁ ଦେଖୁଛନ୍ତି ଏଇଟାର ଗୋଟେ ଛୋଟ ଚୁଇଁ କଢ଼ଟେ ଆସିଛି। ସାଇଡ଼୍‌ରେ ଦେଖିପାରୁଥିବେ ଗୋଟୋଳା ହେଇଛି। ତ ଏଇଟା ମୁଁ ଗୋଲାପ ଗଛ ଲଗାଇଲା ପରେ ମୁଁ କଦଳୀ ଚୋପାର ଫର୍ଟିଲାଇଜରଟା ଦେଇଥାଏ। ଯେହେତୁ ଏଇଟା ବହୁତ ଜଲ୍ଦି ଲାଗିଥାଏ ଆଉ ଏଇଟା ଥଣ୍ଡା ପାଇଥାଏ।